ଏକ ସମୟରେ ଚନ୍ଦ୍ରପାହାଡ଼ ନାମର ଦୁର୍ଗମ ଜଙ୍ଗଲରେ ଗୋଟିଏ ଭୟଙ୍କର ବିଶାଳ କିନ୍ତୁ ମନରେ ଖୁବ୍ ଭଲ ରାକ୍ଷସଟିଏ ରହୁଥିଲା। ତାର ନାମ ଥିଲା ଡମୁ ରାକ୍ଷସ। ଡମୁ ଆକାରରେ ଏତେ ଉଚ୍ଚ ଥିଲା ଯେ ହାତ ଉପରକୁ ଲମ୍ବାଇ ଦେଲେ ଗଛର ଅଗ୍ରଭାଗରେ ପହଞ୍ଚି ଯାଉଥିଲା। ସବୁକିଛି ଭଲରେ ବିତୁଥିଲେ ବି ସେ ବହୁତ ଦୁଃଖୀ ଅନୁଭବ କରୁଥିଲା, କାରଣ ଜଙ୍ଗଲର ପଶୁମାନେ ତାକୁ ଦେଖିବା ମାତ୍ରେ ଭୟରେ ଦୌଡ଼ି ପଳାଉଥିଲେ। ଚନ୍ଦ୍ରପାହାଡ଼ ଜଙ୍ଗଲର ମଧ୍ୟଭାଗରେ ଯାଦୁଇ ଶକ୍ତିରେ ଭରପୁର ଗୋଟିଏ ଗୋପନୀୟ ଅଞ୍ଚଳଟିଏ ଥିଲା। ଏଠାରେ ଥିବା ପ୍ରତ୍ୟେକ ଗଛ, ପତ୍ର, ଫୁଲ ଓ ପବନରେ ଯାଦୁଇ ଶକ୍ତିର ଚମକ ଥିଲା। କିନ୍ତୁ ଏଥିରେ ପ୍ରବେଶ କରିବା ପାଇଁ ଏକ ନିୟମ ଥିଲା। ଶୁଦ୍ଧ ମନ ଥିବା ଲୋକମାନେ ହିଁ ଏଠାକୁ ଆସିପାରିବେ। ସେଥିପାଇଁ ଏଠାକୁ କେହି ଯାଇପାରୁନଥିଲେ। ଗୋଟିଏ ଦିନ ଜଙ୍ଗଲରେ ଗୋଟିଏ ଭୟଙ୍କର ସମସ୍ୟା ଆସିଲା। ଉପର ପାହାଡ଼ରେ ଥିବା ଏକ ଆଗ୍ନେୟଗିରିରେ ଲାଭା ବିସ୍ଫୋରଣ ହେବା ଫଳରେ ସେଠାରେ ଭୟଙ୍କର କଳା ଧୂଆଁ ଭରା ବିଷ ପବନ ଜଙ୍ଗଲ ସାରା ଖେଳିଗଲା, ଯାହାଫଳରେ ପକ୍ଷୀମାନେ ଉଡ଼ି ପାରୁନଥିଲେ। ମାଙ୍କଡ଼ମାନଙ୍କର ଆଖି ଜଳିଗଲା। ହରିଣମାନେ ଅନ୍ଧପ୍ରାୟ ହୋଇଗଲେ। ସବୁଜ ଜଙ୍ଗଲଟି କ୍ଷଣକରେ ବିଷାକ୍ତ କଳା ଧୂଆଁରେ ଅନ୍ଧାର ହୋଇଗଲା। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ସମସ୍ତ ପଶୁ ଏକତ୍ରିତ ହୋଇ ଆଲୋଚନା କଲେ ଏବଂ ନିଷ୍ପତ୍ତି ନେଲେ ଯେ ଏହି ବିଷ ପବନକୁ ଥମାଇବାକୁ କେହି ଜଣେ ଯାଇ ଆଗ୍ନେୟ ଉଦ୍ଗୀରଣ ହେଉଥିବା ପର୍ବତ ମୁଖକୁ ପଥରଟିଏ ଦେଇ ବନ୍ଦ କରିବାକୁ ପଡ଼ିବ। କିନ୍ତୁ କିଏ ଏତେ ବଡ଼ ପଥର ବୋହି ସେଠାକୁ ଯାଇପାରିବ, ଏହା ଥିଲା ସନ୍ଦେହ। ଏହା କେବଳ ଡମୁ ରାକ୍ଷସ ଯାଇ କରିପାରିବାକୁ ସକ୍ଷମ। କିନ୍ତୁ ପଶୁମାନେ ତ ଡମୁ ରାକ୍ଷସକୁ ବହୁତ ଭୟ କରୁଥିଲେ। ତେଣୁ ସେମାନେ ତାକୁ କିଛି କହିପାରିଲେ ନାହିଁ। ଯଦିଓ ଡମୁ ଦେଖିବାକୁ ବହୁତ ଭୟଙ୍କର ଓ ବିଶାଳ ଥିଲା, ତଥାପି ସେ ମନରେ ଖୁବ୍ ଭଲ ରାକ୍ଷସଟିଏ ଥିଲା। ତେଣୁ ସେ ପଶୁପକ୍ଷୀଙ୍କର କଷ୍ଟକୁ ଦେଖି ସହି ନପାରି ଓ ଜଙ୍ଗଲର ଅବସ୍ଥା ଦେଖି ସମସ୍ତଙ୍କୁ କହିଲା, ତମେମାନେ ମୋତେ ସମସ୍ତେ ଭୟ କର, ମୋତେ ଭୁଲ ବୁଝ। ତା ପାଇଁ ମୋ ମନରେ କିଛି କଷ୍ଟ ନାହିଁ। ମୁଁ ଯାଉଛି ତୁମ୍ଭମାନଙ୍କ ସୁରକ୍ଷା ପାଇଁ ଆଗ୍ନେୟ ଉଦ୍ଗୀରଣ ହେଉଥିବା ପର୍ବତ ମୁଖକୁ ପଥର ଦେଇ ବନ୍ଦ କରିବାକୁ। ଏତିକି କହି ସେ ଧୀରେ ଧୀରେ ପାହାଡ଼ ଦିଗରେ ଚାଲିଲା। କିନ୍ତୁ ବିଷାକ୍ତ ପବନ ଓ ଧୂଆଁ ତାର ଆଖିକୁ ଜଳାଇ ଦେଉଥିଲା। ତଥାପି ସେ ଅଟକିଲା ନାହିଁ। ଡମୁ ଚାଲି ଚାଲି ଯାଉ ଯାଉ ଅଚାନକ ସେ ଯାଦୁଇ ବନର ସୀମାରେ ପହଞ୍ଚିଗଲା। ପୂର୍ବରୁ ଏଠାକୁ ଆଉ କେହି ଆସିପାରି ନଥିଲେ। ବିଷାକ୍ତ ପବନ ଓ ଧୂଆଁରେ ଡମୁ ବହୁତ କ୍ଷତିଗ୍ରସ୍ତ ଓ ଦୁର୍ବଳ ହୋଇସାରିଥିଲା। କିନ୍ତୁ ତଥାପି ସେ ଅଟକିଲା ନାହିଁ। ସମସ୍ତଙ୍କୁ ରକ୍ଷା କରିବା ପାଇଁ ସେ ଆଗକୁ ବଢ଼ିବାରେ ଲାଗିଲା। ଠିକ୍ ସେତିକି ବେଳେ ଝରଣାରୁ ଏକ ଯାଦୁଇ ଶବ୍ଦ ଶୁଣାଗଲା। ତୁମର ମନ ଶୁଦ୍ଧ ଓ ପବିତ୍ର। ତୁମର ତ୍ୟାଗ ଓ ବଳିଦାନକୁ ଦେଖି ମୁଁ ତୁମକୁ ଏକ ଶକ୍ତିଶାଳୀ ପଥର ଦେଉଛି, ଯାହା ତୁମର ଶକ୍ତି ବଢ଼ାଇବା ସଙ୍ଗେ ସଙ୍ଗେ ସମସ୍ତ ଅସୁବିଧାକୁ ଦୂର କରିଦେବ। ଏହାପରେ ତୁରନ୍ତ ସିକ୍ତଭୂମିରୁ ଗୋଟିଏ ଯାଦୁଇ ନୀଳପଥର ପ୍ରକଟ ହେଲା। ତାପରେ ଡମୁ ସେ ପଥରକୁ ଧରି ପାହାଡ଼ ଦିଗକୁ ଧାଇଁଲା। ଡମୁ ଆଗ୍ନେୟ ଉଦ୍ଗୀରଣ ହେଉଥିବା ପର୍ବତ ମୁଖରେ ପହଞ୍ଚି ସେଠି ନୀଳ ପଥରଟି ରଖିଦେଲା। ତାପରେ ପଥରଟି ଚକଚକ କରି କଳା ଧୂଆଁକୁ ଶୁଦ୍ଧ ପବନରେ ପରିଣତ କରିଦେଲା। ଜଙ୍ଗଲର ପତ୍ର ଉପରୁ ମଧ୍ୟ ଧୂଆଁ ହଟିଗଲା। ସମସ୍ତ ପଶୁପକ୍ଷୀମାନେ ପୁଣି ସୁସ୍ଥ ହୋଇଗଲେ। ଶେଷରେ ସବୁ ପକ୍ଷୀମାନେ ଡମୁର ମହାନତା ଓ ନିଃସ୍ୱାର୍ଥପରତାକୁ ବୁଝିପାରିଲେ ଓ ସମସ୍ତ ପଶୁମାନେ ଡମୁକୁ ନେଇ ଗର୍ବ ପ୍ରକାଶ କଲେ। ହରିଣ ତାର ଗଳାରେ ମାଳ ପିନ୍ଧାଇଲା। ମାଙ୍କଡ଼ ତା ମୁଣ୍ଡରେ ମୁକୁଟ ପିନ୍ଧାଇ ସମ୍ମାନିତ କଲା। ଡମୁ ଏତେ ସବୁ ସ୍ନେହ ଶ୍ରଦ୍ଧା ଦେଖି ତା ମନ ଖୁସିରେ